ଯଦି ଆପଣଙ୍କର ବହୁତ ଦିନ ହେଲା କାହା ସହିତ କଥାବାର୍ତ୍ତା ବନ୍ଦ ଅଛି, ତେବେ କଲ୍ କି ମେସେଜ କରି ବୁଝି ନିଅନ୍ତୁ ସେ ବଞ୍ଚିଛନ୍ତି ନା ମରିଯାଇଛନ୍ତି। ଯଦି ସେ ବଞ୍ଚିଛନ୍ତି, ତେବେ ଆପଣ ତାଙ୍କ ପାଇଁ ମରିଗଲେଣି। କେବେ ବି କାହାକୁ ଏତେ ଚାହଁନି ଯେ କି ପରେ ତମ ଆଖିକୁ ଲୁହ ଛଡ଼ା ଆଉ କିଛି ବି ଦେଖାଯିବନି। କାରଣ ଏହି ସ୍ୱାର୍ଥପର ଦୁନିଆ କେବଳ ନିଜର ମତଲବକୁ ଭଲ ପାଏ, କିନ୍ତୁ ସଚ୍ଚା ହୃଦୟକୁ ନୁହେଁ। ଏହି ଦୁନିଆରେ ଚପଲ ଠାରୁ ବଡ଼ କେଉଁ କପଲ ନୁହେଁ। କାହିଁକି ନା ଜଣେ ହଜିଯାଏ ତ ଅନ୍ୟଟିର ଜୀବନ ମଧ୍ୟ ଚାଲିଯାଇଥାଏ। ଶତ୍ରୁଠାରୁ ଧୋକାର ଭୟ ନଥାଏ। ଭୟ ତ ସେହି ନିଜ ଲୋକଙ୍କ ଉପରେ ହିଁ ଥାଏ, ଯିଏ ଆମ କମଜୋରି କ'ଣ ଜାଣିଥାନ୍ତି। ଜୀବନରେ ପୁଣି ଥରେ ସବୁକିଛି ମିଳିଯାଇପାରେ, ହେଲେ ସମୟ ସହ ବିତି ଯାଇଥିବା ସମ୍ପର୍କ ଆଉ କେବେ ଫେରେ ନାହିଁ। ଜୀବନରେ ନିଜର ସିକ୍ରେଟ୍ କେବେ କାହାକୁ କହିବନି, କାରଣ ଦିନ ଆସିବ ସେହି ଲୋକ ତମର ସେହି କଥାକୁ ମନେ ପକାଇ ତମକୁ ବ୍ଲାକମେଲ୍ କରିବାକୁ ଚେଷ୍ଟା କରିବ। ଏହି ଯୁଗରେ ଲୋକଙ୍କୁ ସତ ଭଳି କହିଲେ ସେମାନେ ବିଶ୍ୱାସ କରିଥାନ୍ତି, କିନ୍ତୁ ସତକୁ ଯେମିତି ବି କହିଲେ ଲୋକେ ତା'ର ପ୍ରମାଣ ଖୋଜିଥାନ୍ତି। ଆଜିକା ଦୁନିଆରେ କାହାକୁ ବିଶ୍ୱାସ କରି ନିଜର ସମସ୍ୟା କେବେ କୁହନ୍ତୁ ନାହିଁ, କାରଣ ମିଠା ମିଠା କଥା କହୁଥିବା ସବୁ ବ୍ୟକ୍ତି ତୁମର ବନ୍ଧୁ ନୁହନ୍ତି। ଦିନେ ନା ଦିନେ ସେ ଆପଣଙ୍କର ଦୁର୍ବଳତାର ଫାଇଦା ଉଠାଇବାକୁ ଚେଷ୍ଟା କରିଥାନ୍ତି। ଯେବେ ଶରୀରରୁ ମିଳୁଥିବା ଯନ୍ତ୍ରଣା ଆଉ ଶବ୍ଦରେ ଥିବା ଆଘାତକୁ ସହିବା ଶିଖିଯିବେ ନା, ସେତେବେଳେ ଆପଣ ଜୀବନକୁ ସଜାଡ଼ିବା ମଧ୍ୟ ଶିଖିଯିବେ। ଜୀବନ ହେଉଛି ଏକ ପାଣି ଫୋଟକା ପରି, ସେ କେତେବେଳେ ଯେ ଲିଭିଯିବ ତାହା କେହି ବି କହିପାରିବେ ନାହିଁ। ଏହି ଦୁନିଆରେ ପ୍ରେମ କରିବାକୁ ହେଲେ ପଇସା ଥିବା ଦରକାର, କାହିଁକି ନା ଏଠି ବିନା ସ୍ୱାର୍ଥରେ କେହି ବି ଭଲ ପାଆନ୍ତି ନାହିଁ। ଯିଏ ତମକୁ ସଚ୍ଚା ହୃଦୟରୁ ପ୍ରେମ କରିଥାଏ, ସେ ତମଠାରୁ ଏହି ଜିନିଷ କେବେ ବି ମାଗିନଥାଏ। ଏକରେ ଟଙ୍କା, ଦୁଇରେ ନିଜ ସ୍ୱାର୍ଥ ପାଇଁ ଅନ୍ୟର ଭଲ ପାଇବା। ସେହି ମଣିଷର ପ୍ରେମକୁ କେବେ ବି ବିଶ୍ୱାସ କରନି, ଯିଏ ତମକୁ କଥା କଥାରେ କୁହେ, ମୁଁ ତୁମ ଛଡ଼ା ଆଉ କାହାକୁ ବି ଭଲ ପାଏନି।